শুধু যে তোমার, আমি যে তোমার। मैं आत्माओं से सिर्फ बात नहीं करता। ପୁଣି ଥରେ ପରଦାକୁ କମ୍ବ୍ୟାକ୍ କରୁଛନ୍ତି ମଞ୍ଜୁଲିକା। ହଁ ଦର୍ଶକ ବନ୍ଧୁ, ଚଳିତ ବର୍ଷ ଖୁବ୍ ଶୀଘ୍ର ବୁଲବୁଲିଆ 3 ଆସିବାକୁ ଯାଉଛି ଏବଂ ଏହି ଚଳଚ୍ଚିତ୍ର ସୁଟିଂ ମାର୍ଚ୍ଚ ମାସରେ ଆରମ୍ଭ ହେବାକୁ ଯାଉଛି। ଫିଲ୍ମର ହିରୋ ହେଉଛନ୍ତି କାର୍ତ୍ତିକ ଆର୍ୟନ, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ସମସ୍ତଙ୍କ ପ୍ରିୟ ମଞ୍ଜୁଲିକା ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ବିଦ୍ୟା ବାଲନ। ସେ ମଞ୍ଜୁଲିକା ଭାବେ ପୁଣି ଥରେ ପରଦାକୁ ଫେରୁଛନ୍ତି, ସେଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। 2022ରେ କାର୍ତ୍ତିକ ଆର୍ୟନଙ୍କ ବୁଲବୁଲିଆ 2 ବଡ଼ ପରଦା ସହ OTT ପ୍ଲାଟଫର୍ମରେ ଧମାଲ କରିଥିଲା। କିଆରା ଆଡଭାନୀ ଏବଂ ତବ୍ବୁ ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସହ କାମ କରିଥିଲେ। ରାଜପାଲ ଯାଦବଙ୍କୁ ମଧ୍ୟ ଛୋଟା ପଣ୍ଡିତ ଭୂମିକାରେ ଦେଖିବାକୁ ମିଳିଥିଲା। ଏବେ ପୁଣି ଧୁମ୍ ମଚାଇବା ପାଇଁ ପ୍ରସ୍ତୁତ ହେଉଛି ବୁଲବୁଲିଆ 3। ନିର୍ଦ୍ଦେଶକ ଅନିଶଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଧିକ କମେଡି ଓ ରହସ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅନେକ ଟ୍ୱିଷ୍ଟ ରହିବ। ଫିଲ୍ମଟିକୁ ହିଟ୍ କରିବା ପାଇଁ ନିର୍ମାତା କୌଣସି ପ୍ରକାର ଉପାୟ ଛାଡୁନାହାନ୍ତି। ତେବେ ଫିଲ୍ମର ହିରୋଇନ୍ ବିଷୟରେ କହିବାକୁ ଗଲେ ନିର୍ମାତା ଏପର୍ଯ୍ୟନ୍ତ କାହାର ନାଁ ଘୋଷଣା କରିନାହାନ୍ତି। ଖବର ଅନୁଯାୟୀ କାର୍ତ୍ତିକଙ୍କ ସହ ସାରା ଅଲି ଖାନଙ୍କୁ ଦେଖାଯାଇପାରେ ବୋଲି ଏକ ଗୁଜବ ହେଉଛି। ସୂଚନା ମୁତାବକ ବୁଲବୁଲିଆର ପ୍ରଥମ ପାର୍ଟ 2007ରେ ମୁକ୍ତିଲାଭ କରିଥିଲା। ଏଥିରେ ଅକ୍ଷୟ କୁମାର, ବିଦ୍ୟା ବାଲନ ଏବଂ ଜ୍ୟୋତି ଆହୁଜା ନଜର ଆସିଥିଲେ। ଏହାପରେ ଦ୍ୱିତୀୟ ପାର୍ଟଟି 2022ରେ ରିଲିଜ ହୋଇଥିଲା। ଏଥିରେ ତବ୍ବୁ ଡବଲ ରୋଲ କରିଥିଲେ ଏବଂ କିଆରା କାର୍ତ୍ତିକ ନଜର ଆସିଥିଲେ। ଏଥର 2024ରେ ଦୀପାବଳିରେ ବୁଲବୁଲିଆ 3 ରିଲିଜ ହେବା ନେଇ ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, NNS ଓଡ଼ିଆ।